ଭାରତର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଜନ୍ମଦିନ ପାଳନ କରିବା ଅର୍ଥାତ୍ ତାଙ୍କ ଗୁଣକୁ ପ୍ରଶଂସା କରିବା, ତାଙ୍କ କାର୍ଯ୍ୟକଳାପକୁ ଅନୁସରଣ କରି ତାଙ୍କ ପ୍ରତି ସମ୍ମାନ ପ୍ରଦାନ କରିବା, ଏଭଳି ଏକ ମହାନ ପ୍ରଶଂସନୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ, ଯେଉଁଠି ଭଞ୍ଜନଗର ସହରରେ ଥିବା ପୁରାତନ ସଙ୍ଗୀତ ଅନୁଷ୍ଠାନ ଓମ୍ ସଙ୍ଗୀତ ଏକାଡେମୀ ଦ୍ୱାରା ଆୟୋଜିତ ଜନ୍ମଦିନ ଉତ୍ସବ। ସେପରି ଭାରତ ପ୍ରସିଦ୍ଧ ଯାଦୁ କଣ୍ଠଶିଳ୍ପୀ ମୋହମ୍ମଦ আজিଜିଙ୍କର ସେହି ପୁଣ୍ୟ ଆତ୍ମାଙ୍କ କଣ୍ଠ ଆଜି ବି ସମସ୍ତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ଗୁଞ୍ଜରି ଉଠୁଛି। ଜଣେ ବେଙ୍ଗଲୀ ଅଧିବାସୀ ହୋଇ ମଧ୍ୟ 10ଟି ଭାଷାରେ ପ୍ଲେବ୍ୟାକ୍ ଫିଲ୍ମ ଜଗତରେ କଣ୍ଠଶିଳ୍ପୀ ଭାବେ ବିଶେଷ ପରିଚିତ। ହିନ୍ଦୀ ଗୀତ ଏବଂ ଓଡ଼ିଆ ଗୀତ ସବୁଠାରୁ ଅଧିକ ପରିମାଣରେ ସେ ଗାଇଛନ୍ତି। ଅଧିକ ପରିମାଣର ହିନ୍ଦୀ ଚଳଚ୍ଚିତ୍ର, ଓଡ଼ିଆ ଚଳଚ୍ଚିତ୍ର, ଓଡ଼ିଆ ଆଧୁନିକ ଗୀତ ଗାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେ ଜଣେ ମୁସଲମାନ ପରିବାରରେ ଜନ୍ମ ହୋଇ ସୁଦ୍ଧା ତାଙ୍କ କଣ୍ଠରେ ଏମିତି ଯାଦୁ ଥିଲା ଯେ ସେ ଯେଉଁ ଓଡ଼ିଆ ଭଜନ ଗାଉଥିଲେ ସବୁ ହିନ୍ଦୁ ଭକ୍ତ ତାଙ୍କ କଣ୍ଠ ଶୁଣି ଆନନ୍ଦରେ ବିଭୋର ହୋଇଯାଉଥିଲେ। 1882ରୁ 2018 ସାଲ ପର୍ଯ୍ୟନ୍ତ ଭାରତକୁ ହଜାର ହଜାର ଗୀତ ଗାଇ ଅନେକ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। 20,000ରୁ ଅଧିକ ଗୀତ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟାରେ ଭଞ୍ଜନଗର ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ଓମ୍ ସଙ୍ଗୀତ ଏକାଡେମୀ ଆୟୋଜନ ପ୍ରକାରେ ଏକ ଜନ୍ମ ଉତ୍ସବ ପାଳନ କରାଯାଇଛି। ଅତିଥି ଭାବେ ଅବସର ଶିକ୍ଷକ ରାଜା ରାଓ, ଅବସର ବନ କର୍ମଚାରୀ ସୁଲପାଣି ଶତପଥୀ, ଅବସର ଶିକ୍ଷକ ସନ୍ତୋଷ ଜେନା ଏବଂ ଜଗବନ୍ଧୁ ଜେନା, ସଂସ୍କୃତି ଗବେଷକ ଜଗଦୀଶ ପାଣିଗ୍ରାହୀ ସଭା ମଣ୍ଡନ କରିଥିଲେ। ଓମ୍ ସଙ୍ଗୀତ ଏକାଡେମୀର ସଦସ୍ୟ ପ୍ରଦୀପ କୁମାର ସ୍ୱାଇଁ ସଭାର ସଭାପତିତ୍ୱ କରିବା ସହିତ ଯାଦୁ କଣ୍ଠଶିଳ୍ପୀ ମୋହମ୍ମଦ আজিଜଙ୍କ ଉଦ୍ଦେଶ୍ୟରେ କେକ୍ କାଟିଥିଲେ। ସମସ୍ତେ ଜନ୍ମଦିନର ସଙ୍ଗୀତ ଗାଇଥିଲେ। ଅନୁଷ୍ଠାନ ନିର୍ଦ୍ଦେଶକ ପ୍ରଦୀପ କୁମାର ସ୍ୱାଇଁ, ଚାନ୍ଦିନୀ ସିଂ, ସମୀରଞ୍ଜନ ବ୍ରହ୍ମା, ଶିବପ୍ରସାଦ ସାହୁ আজিଜଙ୍କ ଗାଇଥିବା ଗୀତ ପରିବେଷଣ କରିଥିବା ବେଳେ ଏମ୍ ବାଲାଜୀ, ଦଣ୍ଡପାଣି ସ୍ୱାଇଁ, ରାଜାବାବୁ ଯନ୍ତ୍ର ସଙ୍ଗୀତ ବାଦନରେ ସହଯୋଗ କରିଥିଲେ। ଓମ୍ ସଙ୍ଗୀତ ଏକାଡେମୀ ଭଞ୍ଜନଗର ତରଫରୁ ଓଡ଼ିଶାର ଜଣେ ପ୍ରଖ୍ୟାତ କଣ୍ଠଶିଳ୍ପୀ ମୋହମ୍ମଦ আজিଜଙ୍କ ଜନ୍ମଦିନ। ଏହି ଅବସରରେ ଆମର ଏହି ଏକାଡେମୀ ତରଫରୁ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି। ଏଥିରେ ଆମ ଅଞ୍ଚଳର ବହୁ ସଙ୍ଗୀତଜ୍ଞ କଳାକାର ଆଜି ଯୋଗ ଦେଇଛନ୍ତି। ଆଉ ନିଶ୍ଚିତ ଭାବେ ମୁଁ ଧନ୍ୟବାଦ ଦେବି ଯେ ମୋହମ୍ମଦ আজিଜଙ୍କର ବହୁତ ଯେଉଁ ଓଡ଼ିଆ ଗୀତ ଆଜି ଆମର କଳାକାର ଭାଇମାନେ ବା ସଙ୍ଗୀତଜ୍ଞ ଯେଉଁମାନେ ଆଜି ଗୀତକୁ ପରିବେଷଣ କରିଛନ୍ତି, ତାଙ୍କର ଗୀତକୁ ଶୁଣି ବହୁତ ଖୁସି ଲାଗିଲା ଏବଂ ସେ ସଙ୍ଗୀତର ଯେଉଁ ପ୍ରକାର ତାଳ ଲୟ ଆମର ଏଇ ଅଞ୍ଚଳର କଳାକାର ଭାଇମାନେ ଯାହା ପରିବେଷଣ କଲେ ତାହା ନିଶ୍ଚିତ ଭାବେ ମନମୁଗ୍ଧକର ଏବଂ ବହୁତ ଉଚ୍ଚକୋଟୀର ଥିଲା। ଆଉ ଆଜିର କାର୍ଯ୍ୟକ୍ରମକୁ ସଙ୍ଗୀତ ନାଟ ଓମ୍ ସଙ୍ଗୀତ ଏକାଡେମୀ ତରଫରୁ ଭଞ୍ଜନଗର ତରଫରୁ ଆୟୋଜନ କରାଯାଇଥିବା ଯୋଗୁଁ ସେଇ ସମସ୍ତ ଉଦ୍ୟୋକ୍ତା ଏବଂ କର୍ମକର୍ତ୍ତାମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଏବଂ ଆଶା କରୁଛି ଏଭଳି କାର୍ଯ୍ୟକ୍ରମ ଯାହାଙ୍କର ଜନ୍ମ ଦିବସକୁ ଆମେ ପ୍ରତିବର୍ଷ ପାଳନ କରିବା। ଆମର ଯିଏକି ଏହି ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦୀପ କୁମାର ସ୍ୱାଇଁ, ସେ ମଧ୍ୟ ଆଜି କହିଛନ୍ତି ଯେ ଆସନ୍ତା ବର୍ଷଠାରୁ ଏହି କାର୍ଯ୍ୟକ୍ରମକୁ ଆହୁରି ଭଲ ଭାବରେ ଏବଂ ସମସ୍ତଙ୍କ ପାଖରେ ଯେମିତି ପହଞ୍ଚିବ ସେଭଳି ଆୟୋଜନ ମଧ୍ୟ କରାଯିବାର ସେ ବ୍ୟବସ୍ଥା କରୁଛନ୍ତି। ତେଣୁ ନିଶ୍ଚିତ ଭାବେ ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ପାଇଁ ଆମର ସଙ୍ଗୀତ ଏକାଡେମୀକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସ୍ୱର୍ଗତ ମୋହମ୍ମଦ আজিଜ ହେଉଛନ୍ତି ଏମିତି ଏକ କଣ୍ଠଶିଳ୍ପୀ ଯାହାଙ୍କ ସଙ୍ଗୀତ ଆଜି ମଧ୍ୟ ଗୁଞ୍ଜରି ଉଠେ ପ୍ରତି ଓଡ଼ିଆଙ୍କ ପ୍ରାଣରେ। ଅସଂଖ୍ୟ ଓଡ଼ିଆ ଗୀତ ଗାଇ ସମସ୍ତଙ୍କ ମନରେ ଗୋଟେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଏଇ ଯେଉଁ କଣ୍ଠଶିଳ୍ପୀ, ତାଙ୍କର ଆଜି ଜନ୍ମ ଜୟନ୍ତୀ ପାଳନ କଲା ଓମ୍ ସଙ୍ଗୀତ ଏକାଡେମୀ। ଏହା ଏକ ନିଶ୍ଚିନ୍ତ ଭାବେ ଗୋଟେ ନିଆରା ପ୍ରୟାସ। ବ୍ୟକ୍ତିଙ୍କର ସାଧାରଣତଃ ଶ୍ରାଦ୍ଧ ଦିବସ ପାଳନ କରନ୍ତି କେତେଗୁଡ଼ିଏ ଅନୁଷ୍ଠାନ, କିନ୍ତୁ ଓମ୍ ସଙ୍ଗୀତ ଏକାଡେମୀ ଏମିତି ସଙ୍ଗୀତ ଅନୁଷ୍ଠାନ ଯିଏକି ମୋହମ୍ମଦ আজিଜଙ୍କର ଆଜି ଜନ୍ମ ଉତ୍ସବ ପାଳନ କରି ଗୋଟେ କଳାକାର ମହଲରେ ଏକ ସ୍ୱତନ୍ତ୍ର ତଥା ନିଆରା କାର୍ଯ୍ୟକ୍ରମ କରିପାରିଛି। ସେଥିପାଇଁ ଅନୁଷ୍ଠାନକୁ ଧନ୍ୟବାଦ। ଆଜି କିଛି ସ୍ମୃତି ଆଉ ଅନୁଭୂତିକୁ ନେଇ ମୋହମ୍ମଦ আজিଜଙ୍କର ଯେଉଁ କାର୍ଯ୍ୟକ୍ରମ ଆମର ଓମ୍ ସଙ୍ଗୀତ ଏକାଡେମୀ ଏଠାରେ କରିପାରିଛି, ସେଥିପାଇଁ ଆମେ ଭଞ୍ଜନଗରବାସୀ ନିଜକୁ ଧନ୍ୟ ମନେ କରୁଛୁ। ଏତେ ସୁନ୍ଦର କାର୍ଯ୍ୟକ୍ରମ କଳାକାରମାନେ ମୋହମ୍ମଦ আজিଜଙ୍କର ଗୀତକୁ ସୁନ୍ଦର ଭାବରେ କରିଥିଲେ। ଆମେ ଯେଉଁ ଶ୍ରାଦ୍ଧ ଦିବସ ପାଳନ କରୁଛେ, କିନ୍ତୁ ଆଜି ଜନ୍ମ ଦିବସ ପାଳନ କରାଯାଇଛି ଜଣେ ବ୍ୟକ୍ତି ବିଶେଷ ଯିଏକି ସୁନ୍ଦର ସୁନ୍ଦର
ओडिया गीत आधुनिक गीत भजन सब परिप्रकाश करते से आज आम भंजनगरवासी बहुत आनंदित से स्मृति अनुभूति किसी कलाकार भाई मान आज ये परिप्रकाश करेणु आमर एठाकर कलाकार भाई सांबादिक भाई शिक्षा प्रेमी शिक्षाविद एवं विभिन्न संगठन व्यक्ति विशेष निजक धन्य मन मंजनगर पुरुषोत्तम महापात्र रिपोर्ट निरपेक्ष।